ଆମର ଭାରତ, ଯାହାକୁ ହିନ୍ଦୁସ୍ତାନ ମଧ୍ୟ କୁହାଯାଏ, ଯେଉଁଠାରେ ପ୍ରଥମ ଧର୍ମର ଆରମ୍ଭ ହୋଇଥିଲା ତଥା ସନାତନ ଧର୍ମ, ଯାହାକୁ ଆମେ ସତ୍ୟ ବୋଲି କହୁ। ଆମ ଭାରତୀୟ ପରମ୍ପରା କୁହେ କି ଆମର 4 ଯୁଗ ତଥା ସତ୍ୟ, ତ୍ରେତୟା, ଦ୍ୱାପର, କଳି, ଯୁଗ ପରେ ଯୁଗ ବଦଳିଲା, କିନ୍ତୁ ଆମ ସଂସ୍କୃତି ବଦଳି ନଥିଲା। ମୁଁ ଇଆଡୁ ସିଆଡୁ ନ କହି ସିଧାସଳଖ କହିବାକୁ ଚାହୁଁଛି କି ଆମର ଆଜିର ଶିକ୍ଷା, ଏହି ଆଧୁନିକ ଶିକ୍ଷା ଦ୍ୱାରା ପ୍ରତିବର୍ଷ ପ୍ରାୟ 1100 ପିଲା ଆତ୍ମହତ୍ୟା କରୁଛନ୍ତି। ପୂର୍ବରୁ ଶିକ୍ଷାର କୌଣସି ପ୍ରମାଣପତ୍ର ନଥିଲା, କିନ୍ତୁ ଏବେ ଶିକ୍ଷାରେ ପ୍ରମାଣପତ୍ର ଦରକାର ହେଉଛି। ପୂର୍ବରୁ ଶିକ୍ଷାକୁ ସାମର୍ଥ୍ୟ ଦ୍ୱାରା ପ୍ରାପ୍ତ କରାଯାଉଥିଲା, କିନ୍ତୁ ବର୍ତ୍ତମାନର ଆଧୁନିକ ଶିକ୍ଷାକୁ ଅର୍ଥ ଦ୍ୱାରା ପ୍ରାପ୍ତ କରାଯାଉଛି, ଯେଉଁ ଶିକ୍ଷାର କୌଣସି ମୂଲ୍ୟ ନାହିଁ। ଇଂରେଜ ଆମ ଭାରତରୁ ପଳାୟନ କରିଛନ୍ତି ସତ୍ୟ, କିନ୍ତୁ ଏବେ ବି ଆମେ ତାଙ୍କର ପଥକୁ ଅନୁସରଣ କରୁଛୁ। ସମସ୍ତେ ଆମ ଭାରତର ସଂସ୍କୃତିକୁ ଭୁଲି ସାରିଲେଣି। ସେଥିପାଇଁ ମୋର ସମସ୍ତ ଭାରତୀୟ ରାଜନୈତିକ ଦଳକୁ ଅନୁରୋଧ କି ପୁଣି ଥରେ ଆମ ଭାରତର ପୂର୍ବତନ ସଂସ୍କୃତିର ଆରମ୍ଭ କରାଯାଉ ଏବଂ ସାଂସ୍କୃତିକ ଶିକ୍ଷାର ଆରମ୍ଭ କରାଯାଉ ଏବଂ ଇଂରାଜୀ ଶିକ୍ଷାକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରାଯାଉ।